କଥାରେ ଅଛି ଓଡ଼ିଶାରେ 12 ମାସରେ 13 ପର୍ବ। ଓଡ଼ିଶା ପର୍ବପର୍ବାଣୀର ଗନ୍ତାଘର। ଜୀବନରୁ ନିରସତା ଓ ମନରୁ କ୍ଳାନ୍ତି ଦୂର କରି ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିବାରେ ପର୍ବପର୍ବାଣୀର ମୁଖ୍ୟ ଭୂମିକା ରହିଛି। ପର୍ବପର୍ବାଣୀ ମଧ୍ୟରେ ନୂଆଖାଇ ଖୁବ୍ ପ୍ରସିଦ୍ଧ। ପଶ୍ଚିମ ଓଡ଼ିଶାର ଏହା ଗଣପର୍ବ ତଥା ପାରମ୍ପରିକ ପର୍ବ ଅଟେ। ନୂଆଖାଇର ଅନ୍ୟ ନାମ ନବାନ୍ନ ଭକ୍ଷଣ। କୃଷି ସମ୍ବନ୍ଧୀୟ ଏହି ପର୍ବ ଅଟେ। ଧାନ ଅମଳ ଖୁସିରେ ଚାଷୀମାନେ ଏହାକୁ ପାଳନ କରନ୍ତି। ପ୍ରଥମ ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନୂଆଖାଇ। ଆଗରୁ ଭାଦ୍ରବ ମାସ ଶୁକ୍ଳ ପକ୍ଷର ଯେକୌଣସି ଏକ ତିଥିରେ ଏହା ପାଳିତ ହେଉଥିଲା। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ପାଇଁ ଘୋଷଣା କରି ସରକାରୀ ଛୁଟି ମଧ୍ୟ ଘୋଷଣା କରିଥିଲେ। ସର୍ବସମ୍ମତିକ୍ରମେ ଗଣେଶ ପୂଜା ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟି ଏଥିପାଇଁ ସ୍ଥିରୀକୃତ ହେଲା। ଏହି ଦିନଟିର ଅମୃତ ବେଳା ଜ୍ୟୋତିଷମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଏ। ସେହି ମୁହୂର୍ତ୍ତରେ ନୂଆ ଭାବରେ ଅମଳ କରାଯାଇଥିବା ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନକୁ ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ, ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରାଯାଏ। ମା ବସୁମତୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଏ। ନୂଆଖାଇ ଉପଲକ୍ଷେ ଧନୀ ଗରିବ ସମସ୍ତେ ଘରର ପରିଷ୍କାର ପରିଚ୍ଛନ୍ନତାରେ ଲାଗି ପଡ଼ନ୍ତି। ସ୍ତ୍ରୀ ଲୋକମାନେ ଖୁସିରେ ଘରଦ୍ୱାର ଲିପା ପୋଛା କରି ଘରେ ବ୍ୟବହୃତ ହେଉଥିବା ଲୁଗାପଟା, ଡାଲା କୁଲା, ଖଟ ପିଢ଼ା ସବୁ କିଛି ସଫା ରଖନ୍ତି। ପୁରୁଷମାନେ କିଣା ବିକାରେ ଲାଗି ପଡ଼ନ୍ତି। ଚାଉଳ, ନଡ଼ିଆ, ଘିଅ, ଗୁଡ଼, ପନିପରିବା ଆଦି ମହା ଆନନ୍ଦରେ ଶକ୍ତି ଅନୁସାରେ କିଣି ଘରକୁ ଆଣନ୍ତି। ହାଟ ବଜାରରେ ଭିଡ଼ ଲାଗି ରହେ। ସମସ୍ତଙ୍କ ଭିତରେ ଆନନ୍ଦ ଖେଳି ଯାଇଥାଏ। ନୂଆଖାଇ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ନରନାରୀ ଶଯ୍ୟା ତ୍ୟାଗ କରି ନୂଆ ଲୁଗା ପିନ୍ଧି ପୂଜାରେ ଲାଗିଯାଆନ୍ତି। ଘରର ମୁଖିଆ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ନୂଆ ଧାନକେଣ୍ଡା, ପିଠାପଣା, ରନ୍ଧା ଦ୍ରବ୍ୟ ଦେବାଦେବୀଙ୍କୁ ସମର୍ପଣ କରନ୍ତି। ପବିତ୍ର ଧୂପ ଦୀପ, ଶଙ୍ଖ ହୁଳହୁଳି, ଘଣ୍ଟା ନାଦରେ ପ୍ରତିଟି ଘର ମହକି ଉଠୁଥାଏ। ପୂଜା ଶେଷରେ ନୂଆ ଚାଉଳ, ଘିଅ, ମହୁ, ଗୋରସ, ଗୁଡ଼, କଦଳୀ ମିଶାଇ ପ୍ରସ୍ତୁତ ପ୍ରସାଦକୁ ଘର ମୁଖିଆ ସମସ୍ତଙ୍କୁ ଦିଅନ୍ତି। ସମସ୍ତେ ଏକା ସାଙ୍ଗରେ ଏହି ଚାଉଳ ଖାଇବା ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି। ପରେ ରୋଷେଇ ହୋଇଥିବା ଖାଦ୍ୟ ସମସ୍ତେ ଆନନ୍ଦର ସହ ଏକାଠି ବସି ଖାଆନ୍ତି। ଗାଁମାନଙ୍କରେ ନୂଆ ଚାଉଳକୁ ଗାଁର ଝାଙ୍କର ଦେଇଥାନ୍ତି, କିନ୍ତୁ ସହରମାନଙ୍କରେ ଏହା ମନ୍ଦିରରୁ ଅଣାଯାଏ। ନୂଆଖାଇରେ ରାକ୍ଷୀ ସୂତାର ବ୍ୟବହାର ମଧ୍ୟ ହୋଇଥାଏ। ଗାଈ ଗୋରୁଙ୍କ ଶିଙ୍ଗ, ଗଉଣୀ, ନଉତି, ଚଉକାଠରେ ରାକ୍ଷୀ ବନ୍ଧାଯାଏ। ଘରର ସଦସ୍ୟ ଯେତେ ଦୂରେ ଥିଲେ ମଧ୍ୟ ଘରକୁ ଆସି ଏହି ପର୍ବରେ ସାମିଲ ହୁଅନ୍ତି। ଭାଇମାନଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଥିଲେ ମଧ୍ୟ ଏହି ପର୍ବ ତାହା ଦୂର କରି ଖୁସି ଭରିଦିଏ। ସାମାଜିକ ଏକତା ସୃଷ୍ଟି କରେ ଏହି ପର୍ବ। ସେଥିପାଇଁ ଏହାକୁ ସଂହତିର ପର୍ବ କୁହାଯାଏ। ନୂଆଖାଇ ସାରିବା ପରେ ହୁଏ ନୂଆଖାଇ ଭେଟ। ପାଖ ପଡ଼ିଶା ଘରର ଗୁରୁଜନଙ୍କୁ ଜୁହାର ମୁଣ୍ଡିଆ ମାରି ସାନମାନେ ଆଶୀର୍ବାଦ ନିଅନ୍ତି। ବଡ଼ମାନେ ସାନମାନଙ୍କୁ ସ୍ନେହ ଆଶିଷ ଦିଅନ୍ତି। ବୁଢ଼ା ବୁଢ଼ୀ କୁହନ୍ତି, ବଞ୍ଚିଥିଲେ ଆର ବରଷକେ ଦେଖା ହେମା। ଗାଁ ମନ୍ଦିରରେ ଦେବାଦେବୀଙ୍କୁ ଦର୍ଶନ କରି ମଙ୍ଗଳ କାମନା କରିବା ସହ ଫସଲ ଭଲ ହେବା ପାଇଁ ଗୁହାରି କରନ୍ତି। ସନ୍ଧ୍ୟା ସମୟରେ ଏକାଠି ନାଚ ଗୀତର ଆୟୋଜନ ହୋଇଥାଏ। ଏହି ଆଳରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହୁଏ। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ ଏହି ପର୍ବ। ମାନ ଅଭିମାନ, ବାଦ ବିବାଦ, ରାଗ ରୁଷା ଦୂରେଇ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖି ସଦ୍ଭାବନା ସୃଷ୍ଟି କରେ ଏହି ପର୍ବ। ଆମ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଠିକ୍ ବାଟରେ ପରିଚାଳିତ କରିବାକୁ ଶିଖାଇବା ସହିତ ଏକତାର ମନ୍ତ୍ରରେ ଆବଦ୍ଧ କରେ।
କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଖାଇ ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଏ। ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଛି। ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣର ପରମ୍ପରା ଯଦିଓ ରହିଛି, ଏବେ ସେଥିରେ ପରିବର୍ତ୍ତନ ମଧ୍ୟ ଦେଖାଯାଉଛି। ଅନେକ ଘରେ ପୁଅ ଝିଅ, ବୋହୂ, ନାତି ନାତୁଣୀ ଦୂର ଦୂରାନ୍ତରେ ନିଜର ଜୀବିକା ସ୍ଥଳୀରେ ରହୁଛନ୍ତି। ପାଠ ପଢ଼ିବା ପାଇଁ ବିଦେଶରେ ମଧ୍ୟ ବସବାସ କରୁଛନ୍ତି। ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହକୁ ଆସିବା ସମ୍ଭବ ହୋଇନଥାଏ। ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ ସେହି ପରିବାର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରୀତ ପାଳନ କରନ୍ତି। କୌଣସି ବିଶେଷ ଅସୁବିଧା ଥିଲେ ଯିଏ ଯେଉଁଠି ଥାଆନ୍ତି ସେଠାରେ ମଧ୍ୟ ପାଳନ କରନ୍ତି ଏହି ପର୍ବକୁ। ନତୁବା ସେମାନଙ୍କ ପାଇଁ ନୂଆ ଚାଉଳକୁ ମଧ୍ୟ ରଖାଯାଇଥାଏ। ଘରକୁ ଆସି ସେମାନେ ତାହା ବିଧିବିଧାନରେ ଗ୍ରହଣ କରନ୍ତି। ନୂଆଖାଇରେ ଭିଟା ମାଟିର ଆଦର ବେଶୀ। ଗୋଟିଏ ଗୋଟିଏ ସ୍ଥାନରେ ଗାଁର ଅନେକ ଜଣ ମିଶି ଗୋଟିଏ ସ୍ଥାନରେ ବସି ନୂଆ ଖାଇଥାନ୍ତି। ଏହାର ମଜା ନିଆରା। ଏହି ପର୍ବରେ କେହି ଉପବାସରେ ରହନ୍ତି ନାହିଁ। ସତେ ଯେପରି ମା ଲକ୍ଷ୍ମୀ ସମସ୍ତଙ୍କୁ ସଦୟ ହୋଇଥାନ୍ତି। ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦଭାବ ଭୁଲି ଯାଆନ୍ତି। ସମସ୍ତେ ଏକଜୁଟ ହୋଇଯାଆନ୍ତି। ପାରମ୍ପରିକ ବାଦ୍ୟ, ନୃତ୍ୟ, ଗୀତରେ ଦୁଲୁକି ଉଠୁଥାଏ ମାଟି। ଶାଳ ଓ କୁରେଇ ପତ୍ରରେ ଖଲି ଠୋଲା ତିଆରି କରି ସେଥିରେ ଖାଦ୍ୟ ପରସାର ମଜା ଅନ୍ୟ ପର୍ବରେ ମିଳିନଥାଏ। ଆର ଦିନ ନୂଆଖାଇ ବାସି। ଏହି ଦିନଟିକୁ ମଧ୍ୟ ମଜା ମଜଲିସରେ ଅତିବାହିତ କରାଯାଏ। ଏହି ଦିନ ପ୍ରାୟ ସମସ୍ତେ ଆମିଷ ଭୋଜନ କରିଥାନ୍ତି। ବାସ୍ତବରେ ନୂଆଖାଇ ପଶ୍ଚିମ ଓଡ଼ିଶାକୁ ଚଳଚଞ୍ଚଳ କରିଦିଏ। ସମସ୍ତଙ୍କ ମନରେ ଆନନ୍ଦ ଉଦ୍ଦୀପନା ସୃଷ୍ଟି କରେ, ଏଥିରେ ସନ୍ଦେହ ନାହିଁ।